गत क्लास रे कौन डिस्कशन करते को ताले गत क्लास रे हमर सरी क्लास स्ट्रक्चरल चेंजेस इन इंडियन इकोनॉमी सॉरी नहीं आज हम देखा सेक्टोरल कंट्री डिविजन ओके स्ट्रक्चरल चेंजेस ଭିତରେ से ଗୋଟେ पॉइंट बदलଛନ୍ତି को पॉइंट रिड्यूस गवर्नमेंट इंटरवेंशन सरकारी सरकारी हस्तक्षेपर ହ୍ରାସ ଯୋଉଟା ଆମେ କହୁଛୁ ବା ସରକାରୀ ଏତେ ହସ୍ତକ୍ଷେପ କରିବ ନାହିଁ ଆଗରୁ କରୁଥିଲା ବର୍ତ୍ତମାନ କରୁନାହିଁ ଏସବୁ ଜିନିଷକୁ କିଏ ଏକ୍ସପ୍ଲେନ କରିପାରିବ ମତେ କୁହ ରିଡ୍ୟୁସ ଗଭର୍ଣ୍ଣମେଣ୍ଟ ଇଣ୍ଟରଭେନସନ ଏଟା ଷ୍ଟ୍ରକ୍ଚରାଲ ଚେଞ୍ଜେସ ପଏଣ୍ଟ ଅଫ ଭ୍ୟୁ ବା ପର୍ସପେକ୍ଟିଭ ରୁ କିଏ ବୁଝେଇ ପାରିବ ମତେ କୁହ ପାରିବ 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 ହଁ ଦେଖ କିଏ ବୁଝେଇ ପାରିବ ପାରିବ ଭୁଲି ଆସିବ ତାଙ୍କ ଅଷ୍ଟମୀ ପାରିବେ ଯେମନ କହିଲେ ପାରିବେ ହଁ କି नहीं reduce government intervention means that LPG सहित पूरा जोड़ी before 1991 বা after independence ସ୍ୱାଧୀନତା ପରେ ସବୁ କ୍ଷେତ୍ରରେ ଗଭର୍ଣ୍ଣମେଣ୍ଟ ର ଇଣ୍ଟରଭେନସନ ବହୁତ ଥିଲା ସବୁ କ୍ଷେତ୍ର ଗଭର୍ଣ୍ଣମେଣ୍ଟ ନିଜେ ଅଧୀନରେ ଆगे नहीं କିନ୍ତୁ 1991 ମସିହା ପରେ ଯେତେବେଳେ ଆମେ ପ୍ରାଇଭେଟାଇଜେସନ ନୀତି ଆପଣେଇଲୁ ସେତେବେଳେ ଗଭର୍ଣ୍ଣମେଣ୍ଟ କିଛି କ୍ଷେତ୍ରକୁ प्राइवेट को मतलब दे पहला कौन ना उस्मान सिपुल कान्हा मेडिसिन ऑफ पायल मेडिसिन प्रियदर्शनी डिस्ट्रीब्यूट कराने वाला कौन कम सेक्रेटरी तक शेयर भी तो गवर्नमेंट शेयर मींस हमें लेट एजुकेशन प्राइवेट स्कूल गवर्नमेंट स्कूल से नहीं कर हमें तो जो बोथ गवर्नमेंट प्राइवेट जॉइंट वेंचर्स रही आगे नहीं पड़ेगा पब्लिक प्राइवेट सेटा पड़ेगा पब्लिक और प्राइवेट रे मिसई को बहुत सारा ऐसे सेक्टर अछि तो पब्लिक प्राइवेट मिसई को आगे नहीं एयरलाइन से निकल पब्लिक प्राइवेट मिसई को आगे नहीं सेक्टर रे पब्लिक पब्लिक है कौन गवर्नमेंट 51% प्राइवेट 49% पार्टनर से अछन ठीक अछि एमती किछि क्षेत्र अछि आगरु जोटा 100% गवर्नमेंट आगरु देयर सेड आगे नहीं सेवटा सबको कंपनी खाइ दो आगे नहीं प्राइवेट को दो ଏବେ କଣ ହେଇଛି ସେଣ୍ଟ୍ରାଲ ଖଣ୍ଡେ ଖଣ୍ଡେ ପ୍ରାଇଭେଟ କୁ ଦେଲା ଯେ ଖାଇବାରେ ନା କମେଇ ହେଇଛି ହଁ ନାଇଁ ଆଗରୁ ସବୁ ଜିନିଷ ନିଜ ଅଧୀନରେ ରଖୁଥିଲା ଶିକ୍ଷା ପାଖରୁ ଆରମ୍ଭ କରିକି ସ୍ୱାସ୍ଥ୍ୟ ପାଖରୁ ଆରମ୍ଭ କରିକି ଏରୋପ୍ଲେନ ପର୍ଯ୍ୟନ୍ତ ଆଉ ସିକ୍ୟୁରିଟି ସବୁ ଜିନିଷ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଥିଲା ହଁ କି ନାଇଁ କିନ୍ତୁ ଯୋଉ କୁହନ୍ତି ଏ କଣ ପେନ୍ ର ନିପ୍ ପାଖରୁ ଆରମ୍ଭ କରିକି ପେନ୍ ର ଜିପ୍ ପର୍ଯ୍ୟନ୍ତ ସବୁ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ବର୍ତ୍ତମାନ अच्छी गवर्नमेंट ର ସ୍କୁଲ ପ୍ରାଇଭେଟ ସ୍କୁଲ ହେଲାନି ହଁ ନାଇଁ ସେ ଗଭର୍ନମେଣ୍ଟ ରେ ଇମ୍ପୋର୍ଟାଣ୍ଟ ଆସ୍ତେ ଆସ୍ତେ କମିଲା अच्छी गवर्नमेंट हेल्थ केयर गवर्नमेंट हॉस्पिटल प्राइवेट हॉस्पिटल भी हेला गवर्नमेंट रे इम्पोर्टेंस कमिला એટલે પ્રાઇવેટ હોસ્પિટલ हेला જે પ્રાઇવેટ હોસ્પિટલ ગુলো ગવર્નમેન્ટ હોસ્પિટલ ରେ ઇમ્પોર્ટેंस કમિલા કે નહીં પ્રાઇવેટ સ્કૂલ ଯେତେବେଳେ ହେଲା ଯେ ପ୍ରାଇવેଟ ସ୍କୁଲ କୁ ଗଲେ ଗଭର୍ନମେଣ୍ଟ ସ୍କୁଲ ଇମ୍ପୋର୍ટેंस କମିଲା କି नहीं ହଁ କି नहीं ଆସ୍ତେ ଆସ୍ତେ ପ୍ରାଇଭେଟ ପ୍ରାଇଭେଟ ମାନଙ୍କର प्राधान्य बढ़िलानी बट इंपोर्टेंस माने ठीक देलेनी गवर्नमेंट रे इंपोर्टेंस आस्ते आस्ते कमी कमी आसु अपने इंडिपेंडेंस गवर्नमेंट रो इंपोर्टेंस बहुत थला सेउटा एकला सेही खाइ दोता गवर्नमेंट वर्तमान जुग रे पता से गवर्नमेंट कहै जे ओरा प्राइवेट
सो गवर्नमेंट रा इंपोर्टेंस आस्ते आस्ते कमी कमी बुझिपाल ଏବେ ତାପରେ କଣ ଅଛି ଆଉ ତମେ ବହୁତ ହେଡରେ ଲେଖି ପାରିବା ତମକୁ ଏତେ ଲେଖିବାନି ଖାଲି ପାଞ୍ଚଟା ଲେଖିବା ଅଛି after independence government ବହୁତ ସାରା ଜିନିଷ ନିଜ ଅକୁପାୟ ରଖୁଥିଲା କିନ୍ତୁ after 1991 privatization policy ଗଭର୍ଣ୍ଣମେଣ୍ଟ କଣ କଲା ନା ତାର କିଛି ଜିନିଷ ନିଜ ଅଣ୍ଡରରୁ ବାହାର କରିଦେଲା ବା ଡିଷ୍ଟ୍ରିବ୍ୟୁସନ କରିଦେଲା ନିଜର କଣ ଯୋଉ କହନ୍ତି ଡିଷ୍ଟ୍ରିବ୍ୟୁସନ ଯୋଉ ରେସ୍ପନ୍ସିବିଲିଟି ବୁଝିଲ ଡିଫରେଣ୍ଟ ହେଡ କୁ ଡିଫରେଣ୍ଟ ପର୍ସନାଲିଟି ଡିଷ୍ଟ୍ରିବ୍ୟୁଟ କର सर एयरपोर्ट जो प्राइवेटाइजेशन होଉଛି एयरपोर्ट ଟା ଫଣ୍ଡେଡ କେବେ ପ୍ରାଇଭେଟ ହେଇପାରିବ ନାହିଁ କାହିଁ ହେଇପାରିବନି ସିଏ ଗୋଟେ ଏୟାରପୋର୍ଟ ମାଲିକ ତମେ ଗୋଟେ ଏୟାରପୋର୍ଟ ମାଲିକ ପ୍ରାଇଭେଟାଇଜ ହେଲେ କଣ କୋଉ ଜିନିଷ ରହିବ କି ରହିବନି ସିଏ ସେଇ ଲାଇନ ଛାଡିଦେଲେ ତମେ ସେଇ ଲାଇନ ଛାଡିଦେଲେ କାହିଁକି ଖୋଲୁ ବୁଝିଲେ ଗଭର୍ଣ୍ଣମେଣ୍ଟ ସହିତ ଏଜେନ୍ସି ପୁରା ଲିଙ୍କ୍ ସେଟା ତମର ପ୍ରାଇଭେଟ ପ୍ଲେନ ଥାଇପାରେ ପ୍ରାଇଭେଟ ଜେଟ ଥାଇପାରେ ପ୍ରାଇଭେଟ ହେଲିକପ୍ଟର ଅଛି ପ୍ରାଇଭେଟ ହେଲିକପ୍ଟର ନାଇଁ ତମେ ଚାହିଁଲେ ଚାହିଁବ ମୁଁ ଟା ଆଣିବି କଣ କେତେବେଳେ ଏରୋପ୍ଲେନ ଆଣିବ ଏରୋପ୍ଲେନ ହେଲିକପ୍ଟର ଦିଟା ଆଣିବ ନା ଅଲଗା ଜିନିଷ ଏରୋପ୍ଲେନ ଯଦି ଆଣିବ ଆମର ଗଭର୍ଣ୍ଣମେଣ୍ଟ ଜିନିଷ ଲିଙ୍କ କରିବା ପାଇଁ ହଁ କି ନାହିଁ ସେଥିପାଇଁ ତମେ ଏରୋପ୍ଲେନ ଆଣିବ ସେଟା ମେନଲି ଦିଆଯିବ ବହୁତ ସାରା ଲାଇସେନ୍ସ ବହୁତ ସାରା ହେଲିକପ୍ଟର ନାହିଁ ହେଲିକପ୍ଟର ବହୁତ ଉଞ୍ଚା କଥା ହଁ କି ନାହିଁ କୋଉଟା ବେଶୀ ଉଞ୍ଚା ଗୋଟେ ଅନ୍ୟ ପାଇଁ ଭଲ ନାହିଁ କଣ ହେଇଛି ଲଞ୍ଚ ଖାଇନ ଖାଇନ कॉलेज डायरेक्ट टिफिन आଣିନଥିଲ ବାହାରେ କିଛି ଖାଇନ ଭୋକ ଲାଗିଲା ଇଚ୍ଛା ହେଲାନି ବଜେଟ ନଥିଲା ବାହାରେ କିଛି ଖାଏ ଖାଅନି କୌଣସି ଟାଇମ୍ ସେ ବାବା ଦେଖିଲି ଭଲ ଖାଏ ଓକେ ସो ଏବେ ବୁଝିପାରିଲ ଗଭର୍ଣ୍ଣମେଣ୍ଟ ର ପାର୍ଟନରସିପ ଗଭର୍ଣ୍ଣମେଣ୍ଟ ର ଇମ୍ପୋର୍ଟାନ୍ସ ଗଭର୍ଣ୍ଣମେଣ୍ଟ ର ରୁଲ ଆସ୍ତେ ଡେକୋରେଟ ହେଇ ଆସୁଛି କମ୍ପ୍ଲିଟ ସାଙ୍ଗ ସାଙ୍ଗେ ସାଙ୍ଗେ ଭିତରେ ପୁଣି ମାରା ମାରିବନି ଆମର ରୁମରେ ଦିଟା ରୁମମେଟ ଅଛି ସେ ହସ୍ପିଟାଲ ନାହିଁ ପ୍ଲସ୍ ଥ୍ରୀ ପିଲା ସେ ମୁଁ ଯେତେବେଳେ ରୁମରେ ଥିଲି କିଛି ଖେଳ ବେଳ ମୁଁ ତାକୁ ଏତେ ଚିଲ୍ କରିଦେଇଛି ଯାହା ହଉଛୁ ନହେଲେ ମୁଁ ତାକୁ ପାଟି କରିଦିଏ କରିବା ନା ପାଟି କରିବା ପାଇଁ ଦିଏ ମୁଁ ଯେତେବେଳେ ଖେଳ ପଢିବି ଖେଳ ତ ପଢିବି ଅଛି ତାପରେ ନେଇ ମ୍ୟାଚ୍ ଅଛି ମାନେ ମୁଁ ପଢିବି ସେମାନେ ବି ସେ ରୁମରେ ଏମିତି ଉପର ଦେଖିପାରୁନଥିବେ ଖେଳ ଜିନିଷ ଗ୍ୟାଦରିଂ ଦେଖିଲେ ଭଲ ସେଇଟା ବାହାରଟା ଏମିତି ବନାଯିବ ଯେ ସେ ମସଲା ପୁରା ପାଞ୍ଚ କେଜି ହେଲା ପରେ ଏଟା ଚଢିକି ତା ଉପରେ ଗୁଣ୍ଡା ମାରି କାନ୍ଧ ଉପରେ ଚଢିକି ବସିକି ତା ମୁଣ୍ଡକୁ ପିଲା ମାନେ ଦି ବର୍ଷର ପିଲା ହଁ କି ନାହିଁ ସେଇଭଳିଆ ସେ ଏମିତି ମଜା ହଁ କି ନାହିଁ ୱାର୍ଲଡ କପ୍ ଯୋଉଦିନ ଜିତିଲା ହଁ କି ନାହିଁ ୱାର୍ଲଡ କପ୍ ଯୋଉଦିନ ଇଣ୍ଡିଆ ଜିତିଲା ୱାର୍ଲଡ 10 ଓଭର ପର୍ଯ୍ୟନ୍ତ ସେ ସେମିତି ଚାଲିଥିଲା ତାପରେ ମତେ ମାନେ ଏତେ ସେ ଇଏ କଲେ ଯେ ଟିକେ ଟିକେ ଇଣ୍ଡିଆ ହାରିବା ଆସିଲା ତାପରେ ସେ ଇଣ୍ଡିଆ ଫାଇନାଲ ଜିତିଗଲା ଅଧଘଣ୍ଟେ ଘଣ୍ଟେ ପରେ ଯାଇ ସିଏ ତଳେ ଯାହା ହଉଛନ୍ତି ଅଧଘଣ୍ଟେ ଘଣ୍ଟେ ପରେ ଆସିଲେ ସେ ଇମୋସନ ଟା ନାଇଁ ନାଇଁ ଦେଖିଥିବ ଯେ ଫିଲ୍ କରୁଛି ମୁଁ ବି କାନ୍ଦି ପକେଇଲି ମୁଇଁ ନାଇଁ କି ସେତେବେଳେ ଗୋଟେ ରାତିରେ ପେନ୍ ଦେଇଛୁ ପେନ୍ ଦେଇଛୁ ନା କିଏ ପେନ୍ ଦେଇଛୁ ଶୁଣ ତମେ କହିଲ ପେନ୍ ଦେଇଛୁ
गुडी किस पूरा माने गोडो माने ताके पूरा गुडी मजा आसे मजार इंटेंसिटी मजार गभीरता ना केमि जानि इंटेंसिटी बड़ा से इंटेंसिटी केमि जानि हो क्या होता है हमें हमें स्कूल को से कितना है कौन पानी में once ଲାଗି ଗଲା क्या ପାଇଁ यो पोस्ट ସେଇ କୋଷ୍ଟର ତମକୁ ଦେଖେଇ ଦେବ ତ ନିଜର ଅଭ୍ୟାସ ହଁ କି ନାଇଁ ମୁଁ ତ ତମକୁ କହୁଥିଲି ଆମ ଭାଇଙ୍କର ଏତେ ଗଭୀର ଭିତରେ ଶୁଏରେ ଯିବ ପଇସା କରିବା ପାଇଁ ଯିବ ବାହାରେ ଗୁହାଳ ଅଛି କଣ ଜାଣିଛ ଗୋଟେ ଗାଈ ଗରୁ ଏତେ ଗୁହାଳ ଅଛି ଗୁହାଳ ଏଇ ଥରେ ଜମା ଏତେ ନିଦର ଖଣ୍ଡ ବିଟା କଟକରେ ଥାଇ ପଇସା ଏତେ ନିଦର ଇଣ୍ଟେନ୍ସିଟି ओके ଆଉ କୋଉ ପଏଣ୍ଟ ରହିଲା ମତେ ହଁ କୁହ growing middle class इंडिपेंडेंस और स्वाधीनता पाइला बहुत गरीब लोग थे हाँ कि नहीं बहुत गरीब थे गरीब थे सबरी कहते हैं इनकम हाँ कि नहीं सो दे आर कंसिडर्ड एज 70% 72% आस्ते आस्ते वर्तमान गरीब संख्या कमी कमी आसे जेहेतु गरीब संख्या कमी आसिलेनी मैं अंडर डेवलप टू डेवलपिंग रे पहुंच तापर गरीब संख्या बहुत कमी जिवे डेवलप ମାନେ ଆଶା ଅଛି ଯାଏ ମତେ ହେଇनु ତ ଜାଣି ନାହୁଛି ହବ ବୋଲି ଆଶା ଆଉ ଆମେ ଆଗରୁ 72% ଗରିବ ଥିଲେ ବର୍ତ୍ତମାନ ଅଛନ୍ତି 20% ଆଗରୁ ଗାଁ ରହୁଥିଲେ 72% ଲୋକ ଏବେ ଗାଁ ରହୁଥିଲେ 32% ଲୋକ ହେବେ ନା ଗରିବ କମିଲା ମାନେ ମିଡିଲ କ୍ଲାସ ବଢିଲା तो ग्रोइंग मिडिल क्लास नहीं आ गया तापर पॉइंट मत कौन को सर हां नोट्स हां सर एक चेक कर सर चेक कर તમે દેખ લો સર નોટ્સ ચેક આજે को बार पे ये नोट्स आनी नाही मते को जे आनी नाही मु कहबा को कहू आनी ना कौन भाई जान नथलो तमे ना आसे त नहीं तमे आनी जाओ ना अगले की जाओ पछे बड़ा पछो जाओ चेयर पोजीशन है चेयर में क्यों ना ना तमे जान चेक में चेयर मत चेयर पिला नहीं ना ठीक है दिखा दे हां तो बस पसंद बस हां तमे बस 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 विमान आणि चॉप सब सॉरी कंप्लीट तमरा तमरा फाइल आणि तमरा पढ़े जाओ पढ़े जाओ तमे सब पिला कर दे भले तबे तमे मते देखैबो केबे कहलो तमे देखैबो शुक्रवार तो माने शुक्रवार टाइम मत होई कि नहीं गुरुवार तो आस परियो क्लास मैं कहली गुरुवार ना करे पाइबो हम तार शुक्रवार करिबा ठीक अछि कहलो बस सर सर 27 रे इकोनॉमिक्स एग्जाम 27 इकोनॉमिक्स एग्जाम अछि
କଣ ପଢିବ ତ କଣ ଲେଖିବ? सर एग्जाम ଏମ ଅଛି ଲେଖିବ କଲେଜର ତ କଲେଜ ଏକ୍ଜାମ ଫାଷ୍ଟ ଇୟର ଏକ୍ଜାମ ପଢା ଅଛି ଅଛି ପଢା ମୋ ଷ୍ଟାଟିଷ୍ଟିକ୍ସ ର ତ ଯାହା ପଢିବ ମତେ ଲାଗୁଛି ପଢା ସରିଛି ଡାଟା ରିପ୍ରେଜେଣ୍ଟେସନ ତମର ସରିନାହିଁ ତମର ବାଇଚାର ପଢା ସରିଛି ତ आपको पढ़ डाटा रिप्रेजेंटेशन टेबल सरिଛି सिंपल बार डायग्राम सप्लीमेंट बार डायग्राम ସେଗୁଡା କଥା ପଢିବ ତ ଫାଷ୍ଟ ହିଁ ପଢିଯିବ डाटा कलेक्शन सैंपल रैंडम पॉपुलेशन एसब सरिଛି तो सरीगला इंडियन इकोनॉमी कैरेक्टरिस्टिक्स ऑफ इंडियन इकोनॉमी पढ़ियो बुझिलो आ स्ट्रक्चरल चेंजेस आज मैं सार देबी सेटा पढ़ियो स्ट्रक्चरल चेंजेस तो सरी जाई नहीं कि स्ट्रक्चरल चेंजेस सरी जाई सेक्टरल कंट्रीब्यूशन आज सरी सेक्टरल कंट्रीब्यूशन सरी गले सर हां ଆମର चैप्टर 1 और चैप्टर 3 ଟା ପଢି चैप्टर 3 कौन अछि इकोनॉमिक प्लानिंग एंड इकोनॉमिक प्लानिंग टा पढ़िले प्लानिंग କିଛି କରି ହବନି କାରଣ ପ୍ଲାନିଂ ଟା ବହୁତ ବଡ ଜିନିଷ ଆଉ ବହୁତ इंपोर्टेंट ଜିନିଷ ବୁଝିଲ କଲେଜରେ ପଢିଛନ୍ତି ପଢିଛନ୍ତି प्लानिंग ଟା ପଢିଲେ ତୁମେ ଫାଇଦା ବହୁତ ଅସୁବିଧା ନାହିଁ ବୁଝିଲ ଏବେ ଆମେ ଦେଖିବା ସେକ୍ଟରल कंट्रीब्यूशन टू इंडियन इकोनॉमी ବୁଝିଲ ଆଠଟା ମାନେ ଗଲା ମତେ କହିଲ सेक्टरल कंट्रीब्यूशन पार्ट ना पूरा टोटल पूरी डाटा सेक्टरल अब दे दियो ग्रेटा सेक्टरल कंट्रीब्यूशन टोटल पूरे हमारा डाटा बेस्ड प्राइमरी ଫଟୋ ଉଠେଇ ପ୍ରାୟ ରଖିଥିବି ଡାଟା ଗୁଡାକୁ ମନେ ରଖିବା ବହୁତ ସହଜ ବୋଲି ମତେ ଲାଗେନା ଲାଗେ ହଁ ଯାହା ହଉ ଅଛି ଯାହା ହଉ ଅଛି ओके ଏବେ ମତେ କୁହ ଆମେ ବଢିଆ ସେକ୍ଟରାଲ कंट्रीब्यूशन sectoral contribution towards Indian economy very good क्या कौन से कागज मांगी ना नोट्स पढ़े तुम sectoral contribution to sorry towards Indian economy ଏବେ ମତେ କୁହ ଆମ ଇଣ୍ଡିଆରେ କେତେ ଗୋଟେ ସେକ୍ଟର ଅଛି ପାଞ୍ଚଟା very good कौन कौन agricultural sector which we consider as primary sector then industrial sector which we consider as secondary sector
Service sector means tertiary. So primary sector, secondary sector and tertiary sector ର contribution ଆମର ଜାତୀୟ ଆୟ national income କୁ କେତେ ଅଛି ଆମେ ଦେଖିବା। ବର୍ତ୍ତମାନ କେତେ ଅଛି ଆମେ ସେଟାକୁ ଦେଖିବା। After independence per year କେତେ ରହି ରହି ଚାଲିଛି ସେଇଥିରେ ଆମେ ଦେଖିବା। ଆଉ ସେଇଥିରେ ଆମେ ଦେଖି ସାରିଲା ପରେ ବହୁତ ବଢିଆ ବଢିଆ କନକ୍ଲୁଜନ ତିନିଟା ମିଳିବ। କଣ ସେ କନକ୍ଲୁଜନ ତମେ ମତେ କହିବ ହଁ କି ନାହିଁ? ଆଗେ ମୁଁ କରୁଛି ଦେଖିଦେବେ ବୁଝିଲ। କେମିତି ସେଟା ରିପ୍ରେଜେଣ୍ଟ କଲେ ଭଲ ହବ ବୋଲି ଦେଖିବ। ଇୟର ହଁ ଠିକ ଅଛି। ସେକ୍ଟର ଇୟର ବୁଝିଲ। ସେକ୍ଟର କଣ? ପ୍ରାଇମେରୀ ସେକ୍ଟର, सेकेंडरी सेक्टर, टर्शियरी सेक्टर। 50 to 60, 60 to 80, 80 to 90, 10 लिख दो 10 ରୁ 20 ठीक ଅଛି। ମାନେ ଆମକୁ ଦେଖିବାର ଅଛି 1950 ରୁ 60 ଭିତରେ ପ୍ରାଇମେରୀ ସେକ୍ଟରର କଣ୍ଟ୍ରିବ୍ୟୁସନ କେତେ ଥିଲା, 1965 ଭିତରେ ସେକେଣ୍ଡାରୀ ସେକ୍ଟରର କଣ୍ଟ୍ରିବ୍ୟୁସନ କେତେ ଥିଲା, ଟର୍ସିୟରୀ ସେକ୍ଟର କଣ୍ଟ୍ରିବ୍ୟୁସନ। सिमिलरली 60 ରୁ 80 ଭିତରେ ପ୍ରାଇମେରୀ କେତେ ଥିଲା, ସେକେଣ୍ଡାରୀ କେତେ ଥିଲା, ଟର୍ସିୟରୀ କେତେ ଥିଲା। 80 ରୁ 90 ଭିତରେ ପ୍ରାଇମେରୀ କେତେ ଥିଲା, ସେକେଣ୍ଡାରୀ ଟର୍ସିୟରୀ। सिमिलरली 2010 ରୁ 2020 ମସିହା ଭିତରେ ପ୍ରାଇମେରୀ ସେକ୍ଟରର କଣ୍ଟ୍ରିବ୍ୟୁସନ କେତେ ଅଛି ଆମେ ଜାଣିଛୁ। सेकेंडरी सेक्टर कंट्रीब्यूशन କେତେ ଅଛି ନ୍ୟାସନାଲ ଇନକମ୍ ଏଣ୍ଡ ଟର୍ସିୟରୀ ସେକ୍ଟର କେତେ ଅଛି। ଠିକ ଅଛି। ଏବେ ଡାଟାଟାକୁ ଲେଖି ସାରିଲା ପରେ ଆମେ ଲେଖିବ ବୁଝିଲ। 1950-60 ରେ ଥିଲା 55 to 60%, 55 to 60% କୋଉଠି ଥିଲା ପ୍ରାଇମେରୀ ସେକ୍ଟର। इंडस्ट्रियल सेक्टर ଥିଲା କେତେ 15 to 20%। ଲେଖ ନାହିଁ ଲେଖ ନାହିଁ ଆगे देखि जाओ। सर्विस सेक्टर ଥିଲା 25 to 30%। देन ଥିଲା ଏଟା ପଳେଇ ଆସିଲା 45 to 50। ଏଟା ପଳେଇ ଆସିଲା 20 to 25। ଏଟା ପଳେଇ ଆସିଲା 30 to 35। 80 ରୁ 90 35 to 40%, 25 to 30%, 48 to 45%। 90 ରୁ 2000, 90 ରୁ 2010 ନେଇ देखते जाने ठीक है। जेटा 90 ରୁ 2000 कर दियो ठीक है। 10 मिनट असुविधा नहीं। 22 ରୁ 27%, ये भी 25 to 30%, 50%। 15 ରୁ 18%, 23 ରୁ 26%। देखि दियो पूरा बॉक्स टा खरीबो ता ଭିତରେ ସବୁ ornament ରଖିବ ତା ଚାବିଟା ଦବ। 60 to 80 हाँ 45 ରୁ 50%, 20 ରୁ 25%, 30 ରୁ 35%। କଣ ହେଲା କଣ ହେଇଛି ମତେ କଣ ପ୍ରୋବ୍ଲେମ। ଟୋଟାଲ ଉପରେ 100%। नहीं नहीं टोटल ଉପରେ ଏଟା ପଏଣ୍ଟ ରେ ଅଛି ନା। ପଏଣ୍ଟ ରେ ଆମେ ସେମିତି ଦେଖୁନା ଏଟା ଏଭରେଜ କରାଯାଇଛି ବୁଝିଲ। ଅନ୍ ଆନ୍ ଏଭରେଜ ବୁଝିଲ।
ଅନର ଏଭରେଜ କରା ହେଇଛି ବୁଝିଲ ମାନେ ପୁରା 10 ବର୍ଷ ଭିତରେ ସେମିତି ଅଛି କି fluctuate କରିବ ନା 10 ବର୍ଷ 60 80 20 ବର୍ଷ ରହିବ 20 ବର୍ଷ ଭିତରେ fluctuate କରିବନି 45 ରୁ 50% ଆପ୍ରୋକ୍ସ ଏଟା 40 47 47.2 47.3 47 ये कौन सी प्राइस है समझ लो हाँ पूरा 40 to 35 देखिए सारा मतलब कुछ टाइम दे बोला